ଲୁଚି ଲୁଚି ଖେଳ କରିଦେବ କି କେଏଲ୍ ରାହୁଲଙ୍କ ଏଲ୍ଏସ୍ଜି ଦଳ। କ'ଣ ପାଇଁ ନା ଲଗାତାର 2 ବର୍ଷରୁ ପ୍ଲେ ଅଫ୍ ପହଞ୍ଚି ଚାଲିଛି ଏହି ଦଳ। କେଏଲ୍ ରାହୁଲଙ୍କ ଅଧୀନରେ ଏହି ନୂଆ ଟିମ୍ ପ୍ରଥମ ଥର ପାଇଁ 2022ରେ ଅସ୍ତିତ୍ୱରେ ଆସିଥିଲା। ସେତେବେଳଠାରୁ ଟପ୍ 3 ଭିତରେ ଆସି ଚାଲିଛି ପଏଣ୍ଟସ୍ ଟେବୁଲରେ 2 ବର୍ଷ ହେବ। ଗତ ବର୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କ୍ୟାପ୍ଟେନ୍ କେଏଲ୍ ରାହୁଲ ପ୍ଲେ ଅଫ୍ ପୂର୍ବରୁ ଇଞ୍ଜୋର୍ଡ ହୋଇଯାଇଥିଲେ ଆଉ ଟିମ୍ ପ୍ଲେ ଅଫ୍ରେ ନକ୍ଆଉଟ୍ ହୋଇଗଲା। ସେଥିପାଇଁ ଏଇଥର କିନ୍ତୁ କେଏଲ୍ ରାହୁଲଙ୍କ ପାଇଁ ଅଗ୍ନି ପରୀକ୍ଷା। ଏଲ୍ଏସ୍ଜି ଆଇପିଏଲ୍ ଯଦି ଜିତୁଛି ତାହେଲେ କେଏଲ୍ ରାହୁଲଙ୍କୁ ସ୍ଥାନ ମିଳିପାରେ ଭାରତୀୟ ଟି20 ସ୍କ୍ୱାଡ୍ରେ, ଯାହାଫଳରେ ଆଗାମୀ ହେବାକୁ ଥିବା ଟି20 ୱାର୍ଲଡ କପ୍ କେଏଲ୍ ରାହୁଲ ଖେଳିପାରିବେ। ଟିମ୍ ତାଗଡ଼ା ଅଛି ଏଲ୍ଏସ୍ଜିର, କିନ୍ତୁ ବେଶୀ ପ୍ରହସନ ଆଉ ପ୍ରମୋସନ ନ ହେବାରୁ ବେଶୀ ନଜରରେ ଆସୁନାହିଁ ଏହି ଦଳ। ନିଜ ପ୍ରଥମ ଆଇପିଏଲ୍ ଅଭିଯାନ ଦିନ ମ୍ୟାଚ୍ରୁ ଆରମ୍ଭ କରିବ ଏଲ୍ଏସ୍ଜି, ସେଇଟା ବି ରାଜସ୍ଥାନ ରୟାଲ ବିପକ୍ଷରେ ମାର୍ଚ୍ଚ 24 ତାରିଖ ଅପରାହ୍ନ 3:30ଟାରୁ। ତ ଏଲ୍ଏସ୍ଜି ପାଖରେ ବିସ୍ଫୋରକ ଟପ୍ ଅର୍ଡର ଅଛି, ଯେମିତିକି କେଏଲ୍ ରାହୁଲ, କ୍ୱିଣ୍ଟନ ଡିକକ୍, ନିକୋଲାସ ପୁରାନ, ମାର୍କସ୍ ଷ୍ଟୋଇନିସ୍, ଦେବଦୂତ ପାଡିକଲ କି ଅନ୍ତରାଷ୍ଟ୍ରୀୟ କ୍ରିକେଟ ହେଉ କି ଆଇପିଏଲ୍ ହେଉ, ୟାଙ୍କ ଭିତରୁ କିଏ ବି କେତେବେଳେ ବି ଗେମ୍ ବଦଳାଇ ଦେବାର କ୍ଷମତା ରଖୁଛନ୍ତି। ୟାଙ୍କ ଟିମ୍ରେ ମାର୍କସ୍ ଷ୍ଟୋଇନିସ୍ ସର୍ବାଧିକ ରନ୍ ସ୍କୋରର ଥିଲେ ଗତ ବର୍ଷ ଆଇପିଏଲ୍ 2023ରେ। ଇଏ ସଦାବେଳେ ଡବଲ୍ ଷ୍ଟ୍ରାଇକ୍ ରେଟ୍ରେ ରନ୍ ବନାନ୍ତି। 47 ବଲ୍ରେ 89 ରନ୍ ଏମ୍ଆଇ ବିପକ୍ଷରେ, 40 ବଲ୍ରେ 72 ରନ୍ ପଞ୍ଜାବ କିଙ୍ଗସ୍ ବିପକ୍ଷରେ, 30 ବଲ୍ରେ 65 ରନ୍ ଆର୍ସିବି ବିପକ୍ଷରେ, ପୁଣି ଆଉଥରେ 46 ବଲ୍ରେ 65 ଏମ୍ଆଇ ବିପକ୍ଷରେ, 26 ବଲ୍ରେ 53 ଆର୍ସିବି ବିପକ୍ଷରେ। ଏହିପରି କିଛି ବିସ୍ଫୋରକ ଇନିଂସ ଖେଳିଥିଲେ ଗତ ବର୍ଷ ଦର୍ଶକ ବନ୍ଧୁମାନେ ମାର୍କସ୍ ଷ୍ଟୋଇନିସ୍। ତ ବୋଲିଂରେ ମଧ୍ୟ ସାହାଯ୍ୟ କରିବେ ଷ୍ଟୋଇନିସ୍। ସେହିଭଳି ଲୋୟର ଅର୍ଡରରେ କୃନାଲ ପାଣ୍ଡ୍ୟା, ଦୀପକ ହୁଡା ଆଉ ଶିବମ ମାବି ଭଳି ଅଲରାଉଣ୍ଡର ଅଛନ୍ତି। ତ ମେନ୍ ଫ୍ରଣ୍ଟ ଲାଇନ୍ ବୋଲିଂ ଲାଇନ୍ଅପ୍ରେ ରବି ବିଷ୍ଣୋଇ, ମହସିନ ଖାନ ଆଉ ସାମାର ଜୋସେଫ ଅଛନ୍ତି। ସାମାର ଜୋସେଫ ସେହି ଖେଳାଳି ଯେ ଏହି ବର୍ଷ ମାର୍କଉଡ୍ ଜାଗାରେ କିଣା ହୋଇକି ଆସିଛନ୍ତି 3 କୋଟି ଟଙ୍କାରେ। ଇଏ ଗାବାରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜକୁ ଜିତାଇଥିଲେ। ତ 7 ୱିକେଟ୍ ଉଡ଼ାଇ ଦେଇଥିଲେ ସେକେଣ୍ଡ ଇନିଂସରେ ଅଷ୍ଟ୍ରେଲିଆର। ଆଉ 27 ବର୍ଷ ପରେ ୱେଷ୍ଟଇଣ୍ଡିଜ ଜିତିଥିଲା ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ। ତ କହିବାକୁ ଗଲେ କେଏଲ୍ ରାହୁଲ ନିଜ ସହ ନିଜ ଟିମ୍କୁ ଆଇପିଏଲ୍ ଜିତିବା ଲକ୍ଷ୍ୟରେ। ଆପଣମାନଙ୍କୁ କ'ଣ ଲାଗୁଛି ଏହି ବର୍ଷ କେଏଲ୍ ରାହୁଲଙ୍କ ଟିମ୍ ଆଇପିଏଲ୍ରେ କେତେ ଯାଏଁ ପହଞ୍ଚିବ? ନିଶ୍ଚିତ ନିଜ ପ୍ରତିକ୍ରିୟା କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।